ନମସ୍କାର ବନ୍ଧୁଗଣ। ସୂଚନା ଅନୁସାରେ ଜନ୍ମ ଅଛି ତେବେ ମୃତ୍ୟୁ ମଧ୍ୟ ସୁନିଶ୍ଚିତ। ତେବେ ବନ୍ଧୁଗଣ, ଯଦି କୌଣସି ବ୍ୟକ୍ତିଙ୍କର ଅକାଳରେ ମୃତ୍ୟୁ ହୋଇଯାଇଥାଏ ତେବେ ସେହି ଆତ୍ମାମାନେ ମୋକ୍ଷ ପ୍ରାପ୍ତି କରିପାରି ନଥାନ୍ତି। ଯେଉଁ କାରଣରୁ ସେମାନେ ଚାରିଆଡ଼େ ଅଶରୀରୀ ହୋଇ ବୁଲିଥାନ୍ତି ମଧ୍ୟ ରହିଥାନ୍ତି। ହେଲେ ରାତ୍ରି 12ଟା ପରେ ତନ୍ତ୍ର ସାଧନା ତଥା ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ବଢ଼ିଯାଇଥାଏ। ତେଣୁ ଅଧିକ ରାତିରେ କେହି କୁଆଡ଼େ ଯିବାକୁ ଚାହିଁ ନଥାନ୍ତି। ହେଲେ କ'ଣ ଆପଣ ଜାଣିଛନ୍ତି କି, ଯଦି ଆପଣଙ୍କ ଘରେ ଏପରି କିଛି ଅସ୍ୱାଭାବିକ ଦୃଶ୍ୟ ସାମ୍ନାକୁ ଆସୁଛି ତେବେ ଆପଣଙ୍କ ଘରେ ମଧ୍ୟ କୌଣସି ନକାରାତ୍ମକ ଶକ୍ତିର ନଜର ପଡ଼ିଯାଇଛି। ତେବେ ଯଦି ଆପଣ ଘଣ୍ଟାରେ ନୂଆ ବ୍ୟାଟେରୀ ପକାଇ ମଧ୍ୟ ଘଣ୍ଟା କିଛି ଦିନ ଲଗାତାର ଧରି କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ବାରମ୍ବାର ଅଟକୁଥାଏ, ତେବେ ଜାଣି ରଖନ୍ତୁ କୌଣସି ଅଶରୀରୀ ବା ନକାରାତ୍ମକ ଶକ୍ତିର ଛାୟା ଆପଣଙ୍କ ଘର ଉପରେ ଅଛି। ଯଦି ରାତିରେ ସବୁ ଶୋଇପଡ଼ିବା ପରେ ସୁନସାନ ପରିବେଶରେ କାହାର ଚାଲିବାର ଆବାଜ କିମ୍ବା ପାଉଁଜିର ଆବାଜ ଆପଣଙ୍କ କାନରେ ବାରମ୍ବାର ଗୁଞ୍ଜରିତ ହେଉଥାଏ, ତେବେ ଏହା ମଧ୍ୟ ଆପଣଙ୍କ ଘରେ ଖରାପ ଶକ୍ତିର ଓସାର ରହୁଛି ବୋଲି ସୂଚନା ଦେଇଥାଏ। ଯଦି କୌଣସି ବ୍ୟକ୍ତିଙ୍କ ମରିଯିବା ପରେ ଘରେ ଆଖପାଖରେ ପ୍ରଜାପତିମାନଙ୍କ ଦଳବଦ୍ଧ ହୋଇଯିବାର ଦେଖିବାକୁ ପାଇଥାନ୍ତି, ତେବେ ଜାଣିଯିବେ ଯେ ଏହି ଆତ୍ମା ନିଜର ଆରପାରିକୁ ଯାତ୍ରା କରୁଅଛି। ଯଦି ନିଜ ଆଖପାଖରେ କେହି ନଥାଇ ମଧ୍ୟ କାହାର ଛାଇ ଆପଣଙ୍କ ପାଖକୁ ଚାଲି ଆସୁଥାଏ ବା ଆପଣ ଦୂରରୁ ସେହି ଛାଇକୁ ଦେଖିବାକୁ ପାଇଥାନ୍ତି, ତେବେ ସେହି ଆତ୍ମା ଆପଣଙ୍କ ସହ କିଛି କଥାବାର୍ତ୍ତା ହେବା ପାଇଁ ଇଚ୍ଛା ରଖିଥାଏ। ଯଦି ଘରର ଗୃହପାଳିତ ପଶୁମାନେ ସାଧାରଣ ଦିନ ଅପେକ୍ଷା କୌଣସି ଦିନ ଏକ ଅଜବ ପ୍ରକାର ବ୍ୟବହାର କରି ବୋବାଇଥାନ୍ତି, ତେବେ ଆପଣଙ୍କ ଘରକୁ କୌଣସି ନକାରାତ୍ମକ ଶକ୍ତିର ପ୍ରବେଶ ହେଉଛି ବୋଲି ସେମାନେ ଜାଣି ଦେଇଥାନ୍ତି। କାରଣ ପଶୁପକ୍ଷୀମାନେ ନିଜର ପ୍ରଖର ଦୃଷ୍ଟିଶକ୍ତି ବଳରେ ଅଦୃଶ୍ୟ ଶକ୍ତିକୁ ମଧ୍ୟ ଦେଖିବାର ସକ୍ଷମ ହୋଇଥାନ୍ତି। ତେବେ ଆପଣଙ୍କ ଘରେ ପ୍ରକୃତରେ ଭୂତ ଅଛି କି ନାହିଁ ଜାଣିବାକୁ ଚାହୁଁଥିଲେ, 1 ଗ୍ଲାସ ପାଣି ଭର୍ତ୍ତି କରି ସେଥିରେ 2 ଚାମଚ ଲୁଣ ଓ କିଛି ଧଳା ଭିନେଗାର ମିଶାଇ ଗୋଳାଇ ପାଣିକୁ ଘରର କୌଣସି ଏକ ଜାଗାରେ ରଖିଦିଅନ୍ତୁ। ଯଦି ସକାଳୁ ସେହି ପାଣିରେ ହଳଦିଆ ରଙ୍ଗ ପାଲଟି ଯାଇଥିବ, ତେବେ ଆପଣଙ୍କ ଘରେ କୌଣସି ନକାରାତ୍ମକ ଶକ୍ତିର ପ୍ରବାସ ରହିଛି ବୋଲି ଆପଣ ଜାଣିପାରିବେ। ପାଣି ଯଦି ଧଳା ରୁହେ, ତେବେ ଘରେ କୌଣସି ମଧ୍ୟ ଭୂତ ପ୍ରେତର ନଜର ନଥାଏ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲ ସହ ଯୋଡ଼ି ହୁଅନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ଜଗନ୍ନାଥ ନିଶ୍ଚିତ ଭାବରେ ଲେଖିଦିଅନ୍ତୁ।